ସାଙ୍ଗମାନେ ଆଜି ଯେଉଁ କଥାଟା କହିବେ ନା ହେଇପାରେ ତୁମ ହୃଦୟକୁ କଷ୍ଟ ଲାଗିପାରେ, କିନ୍ତୁ ଯାହା ବି କହିବି ସେଟା ଏକଦମ ରିଆଲିଟି କଥା କହିବି। ଆଜି ତୁମେ ମୋବାଇଲରେ ରିଲ୍ସ ଦେଖୁଛ, ଟାଇମ୍ ପାସ୍ କରୁଛ, ନିଜକୁ କହୁଛ କି କାଲିଠାରୁ ସିରିୟସଲି ପଢ଼ିବି, କିନ୍ତୁ ଜାଣିଛନ୍ତି କି ତୁମ ଜୀବନର କାଲି ଧୀରେ ଧୀରେ ସରି ସରି ଯାଉଛି। ସମୟ ଚୁପଚାପ ତୁମ ଫ୍ୟୁଚରକୁ ନେଇ ଯାଉଛି। ସାଙ୍ଗମାନେ, ଗୋଟେ ଦିନ ଆସିବ ଯେବେ ତୁମ କ୍ଲାସମେଟ୍ ସକ୍ସେସଫୁଲ୍ ହେଇଯିବେ, କେହି ଡକ୍ଟର ହେଇଯିବେ, କେହି ଅଫିସର ହେଇଯିବେ, କେହି ବିଜନେସମ୍ୟାନ୍ ହେଇଯିବେ, ଆଉ ସେଇଦିନ ତୁମେ ଗୋଟେ କୋଣରେ ବସି ଭାବୁଥିବ, କାଶ୍ ସେତେବେଳେ ଯଦି ମୁଁ ସିରିୟସଲି ହେଇ ପାଠ ପଢ଼ିଥାନ୍ତି ତାହେଲେ ହୁଏତ ଆଜି ଏ ଦିନ ଦେଖିବା ପାଇଁ ମୋତେ ପଡ଼ିନଥାନ୍ତା। ସାଙ୍ଗମାନେ, ସବୁଠୁ ଡେଞ୍ଜରିୟସ୍ ପେନ୍ କ'ଣ ଜାଣନ୍ତି କି? ଫେଲୁଅର୍ ନୁହଁ, ରିଗ୍ରେଟ୍, ବିଫଳତା ନୁହଁ, ପଶ୍ଚାତାପ। ଆଉ ସେହି ପଶ୍ଚାତାପ ଯେତେବେଳେ ତୁମେ ବୁଝିବ ସେତେବେଳେ ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିବ। ତମେ ଇଣ୍ଟେଲିଜେଣ୍ଟ ଥିଲ, ତମ ଭିତରେ ସେ ପୋଟେନ୍ସିଆଲ ଥିଲା, ସେ ଟ୍ୟାଲେଣ୍ଟ ଥିଲା, ତମ ଭିତରେ ସେ ଡ୍ରିମ୍ ଥିଲା, କିନ୍ତୁ ଡିସିପ୍ଲିନ୍ ନଥିଲା। ସାଙ୍ଗମାନେ, ଆଜି ତମେ 2 ଘଣ୍ଟା ମୋବାଇଲକୁ ଦେଉଛ, 3 ଘଣ୍ଟା ସୋସିଆଲ ମିଡ଼ିଆକୁ ଦେଉଛ, 4 ଘଣ୍ଟା ନିଜର ସାଙ୍ଗସାଥିମାନଙ୍କ ସହିତ ବସିକି ଟାଇମ୍ ପାସ୍ କରୁଛ, କିନ୍ତୁ ପାଠ ପଢ଼ିବା ପାଇଁ ବସିଲେ 5 ମିନିଟ୍ରେ ଟାୟାର୍ଡ ଫିଲ୍ କରୁଛ, ତୁମକୁ ବୋରିଂ ଲାଗୁଛି। ମନେ ରଖନ୍ତୁ, ଏ ଦୁନିଆ ତୁମର ଏଇ ଯେଉଁ ବାହାନା ନା ଆକୁ କେବେ ବି ଶୁଣିବନି। ଦୁନିଆକୁ ବାସ୍ ରେଜଲ୍ଟ ଦରକାର। ସାଙ୍ଗମାନେ, ତୁମ ବାପା ସକାଳୁ ରାତି ପର୍ଯ୍ୟନ୍ତ କେତେ କଷ୍ଟ କରୁଛନ୍ତି, ତୁମ ମା ନିଜ ଇଚ୍ଛାକୁ ମାରି ଦେଉଛନ୍ତି, କାହିଁକି? କେବେ ତୁମେ ଚିନ୍ତା କରିଛ? କାରଣ ସେମାନଙ୍କୁ ବିଶ୍ୱାସ ଆଉ ଭରସା ଅଛି କି ମୋ ପିଲା ଗୋଟେ ଦିନ କିଛି ବଡ଼ ନିଶ୍ଚିନ୍ତ କରିବ, ଆମ ନାଁ ରଖିବ, ଆମକୁ ଏ ଗରିବ ଭିତରୁ ବାହାର କରିବ, ଆଉ ଏ ସୋସାଇଟିରେ ଆମର ମର୍ଯ୍ୟାଦାକୁ ଉପରକୁ ଉଠାଇବ। ଆଉ ତମେ କ'ଣ କରୁଛ? ରାତି 2ଟା ପର୍ଯ୍ୟନ୍ତ ବସିକି ମୋବାଇଲରେ ସ୍କ୍ରଲ୍ କରି ଚାଲିଛ। ସାଙ୍ଗମାନେ, ଏଇ କଥାକୁ କାନ ଖୋଲିକି ଶୁଣ। ଗରିବ ଘରର ଷ୍ଟୁଡେଣ୍ଟ ପାଇଁ ଏଜୁକେସନ୍ କେବଳ ଡିଗ୍ରୀ ନୁହେଁ, ସେଇଟା ହେଉଛି ଲାଇଫ୍ ଚେଞ୍ଜ କରିବାର ଶେଷ ଚାନ୍ସ। ମନେ ରଖ, ଶେଷ ଚାନ୍ସ। ଯଦି ଏବେ ତୁମେ ନିଜକୁ ଚେଞ୍ଜ କରିପାରିବନି ତାହେଲେ ଗୋଟେ ଦିନ ଏଇ ଯେଉଁ ଲାଇଫ୍ ନା ତୁମକୁ କାନ୍ଦିବା ପାଇଁ ବାଧ୍ୟ କରିଦେବ। ସାଙ୍ଗମାନେ, ମନେ ରଖନ୍ତୁ, କମ୍ଫର୍ଟ ଜୋନ୍ ସବୁଠୁ ଡେଞ୍ଜରିୟସ୍ ଜେଲ୍ ହେଇଥାଏ। ବେଡ୍ ଉପରେ ପଡ଼ି ରହିଲେ ଡ୍ରିମ୍ ପୂରଣ ହେଇଯାଏନି। ସକ୍ସେସ୍ ପାଇଁ ନିଦକୁ ସାକ୍ରିଫାଇସ୍ କରିବା ପାଇଁ ପଡ଼େ, ଏଣ୍ଟରଟେନମେଣ୍ଟକୁ ସାକ୍ରିଫାଇସ୍ କରିବା ପାଇଁ ପଡ଼େ, ଡିଷ୍ଟ୍ରାକ୍ସନକୁ ମାରିବା ପାଇଁ ପଡ଼େ। ସାଙ୍ଗମାନେ, ତୁମେ 16 ଘଣ୍ଟା ପଢ଼ିପାରିବ କି ନାହିଁ ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ। ଇମ୍ପୋର୍ଟାଣ୍ଟ ହେଉଛି ତୁମ ଡ୍ରିମ୍ ପାଇଁ ତୁମେ କେତେ ସିରିୟସ୍ ଅଛ। କାରଣ ଯେଉଁ ଷ୍ଟୁଡେଣ୍ଟ ନିଜ ଭବିଷ୍ୟତ ପାଇଁ ପାଗଳ ହେଇଯାଏ, ଦୁନିଆର କେହି ବି ତାକୁ ରୋକିପାରନ୍ତିନି। ସାଙ୍ଗମାନେ, ଗୋଟେ ଦିନ ଆସିବ ତୁମ ସକ୍ସେସ୍ ଦେଖିକି ସେଇ ଲୋକମାନେ ଆଶ୍ଚର୍ଯ୍ୟ ହେଇଯିବେ ଯେଉଁମାନେ ଆଜି ତୁମକୁ ୱିକ୍ ବୋଲି ଭାବୁଛନ୍ତି। କିନ୍ତୁ ସେଇ ଦିନକୁ ଆଣିବା ପାଇଁ ଆଜି ତୁମକୁ କାନ୍ଦିବା ପାଇଁ ପଡ଼ିବ, ଆଜି ତୁମକୁ ଲଢ଼େଇ କରିବା ପାଇଁ ପଡ଼ିବ, ଆଜି ତୁମକୁ ନିଜ ଲେଜି ମାଇଣ୍ଡକୁ ହରାଇବା ପାଇଁ ପଡ଼ିବ। ତେଣୁ ବର୍ତ୍ତମାନ ଉଠ, ନିଜ ବହିକୁ ଖୋଲ, ମୋବାଇଲକୁ ସାଇଡ଼ରେ ରଖ, ଆଉ ନିଜ ଫ୍ୟୁଚର ପାଇଁ ଏମିତି ପାଠ ପଢ଼ ଯେମିତି ତୁମ ବାପା ମାଆଙ୍କ ଆଖିରେ ଗର୍ବର ଲୁହ ଆସିଯିବ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ଆଉ ଆମ ଫ୍ୟାମିଲି ମେମ୍ବରଙ୍କ ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ମନେ ରଖିଥାନ୍ତୁ। ଧନ୍ୟବାଦ।